ନିୟୋଜିତ ହୋଇଥାନ୍ତି। ତାଙ୍କର ମାଟିରେ ଯବକ୍ଷାରଜାନର ପରିମାଣ ବଢ଼େଇକିରି ତାର ଉର୍ବରତାଟାକୁ ବଢ଼େଇବା ପାଇଁ କ'ଣ କରାଯାଏ ନା କେତେକ ବିଜାଣୁ ଓ ନୀଳହରି ସେବଳ ଅଣୁଜୀବ ନିୟୋଜିତ ହୋଇଥାନ୍ତି, ମାନେ କାମରେ ଲାଗିଥାନ୍ତି। ଏଗୁଡ଼ିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ ଓ ବିବନ୍ଧନ କରି ମୃତ୍ତିକାର ଉର୍ବରତା ବଢ଼ାଇଥାନ୍ତି। ତ ଏଗୁଡ଼ିକ କ'ଣ କରନ୍ତି ନା ଏଇ ଅଣୁଜୀବ ଗୁଡ଼ିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଏବଂ ତାକୁ ବିବନ୍ଧନ କରି ବା ବାନ୍ଧିକିରି ମୃତ୍ତିକାର ଉର୍ବରତାକୁ ବଢ଼େଇଥାନ୍ତି। ଏହି ଅଣୁଜୀବ ଗୁଡ଼ିକୁ ଜୈବିକ ଯବକ୍ଷାରଜାନ ବିବନ୍ଧକ ବୋଲି କୁହାଯାଏ। ଏହି ଯେଉଁ ଅଣୁଜୀବ ଗୁଡ଼ିକୁ ଜୈବିକ ଯବକ୍ଷାରଜାନ ବିବନ୍ଧକ, ଜୈବିକ ମାନେ ଜୀବନ ଅଛି ଅଣୁଜୀବ ଗୁଡ଼ିକରେ ଏବଂ ଯବକ୍ଷାରଜାନକୁ ବିବନ୍ଧନ କରିଥାନ୍ତି, ତେଣୁ ତାକୁ ଜୈବିକ ଯବକ୍ଷାରଜାନ ବିବନ୍ଧକ ବୋଲି କୁହାଯାଏ। ତାପରେ ଆସିଲା ପରିବେଶ ସୁରକ୍ଷା। ଅଣୁଜୀବ ମାନେ ପ୍ରାଣୀ ଓ ଉଦ୍ଭିଦମାନଙ୍କର ବର୍ଜ୍ୟବସ୍ତୁ, ଅଳିଆ ଆବର୍ଜନା, ପଚାସଢ଼ା ପଦାର୍ଥ ଅପଘଟନ କରାଇ ସରଳ ପଦାର୍ଥ ସବୁକୁ ମୃତ୍ତିକାରେ ମିଶାଇ ଦିଅନ୍ତି। କ'ଣ କଲା ନା ଅଣୁଜୀବ ମାନେ ପ୍ରାଣୀ ଓ ଉଦ୍ଭିଦମାନଙ୍କର ବର୍ଜ୍ୟବସ୍ତୁ ମାନେ ମଳମୂତ୍ର ଆଉ ଅଳିଆ ଆବର୍ଜନା, ପଚାସଢ଼ା ପଦାର୍ଥ ଆଉ ସବୁ ଅପଘଟନ ମାନେ ନଷ୍ଟ କରିକିନି ସରଳ ପଦାର୍ଥ କରି ତାକୁ ମାଟିରେ ମିଶାଇ ଦିଅନ୍ତି। ଏହା ଉଦ୍ଭିଦମାନଙ୍କର ବୃଦ୍ଧିରେ ସାହାଯ୍ୟ କରେ। ତ ଯେଉଁ ମାଟିରେ ମିଶାଇ ଦିଅନ୍ତି, ଯେଉଁ ଅପଘଟନ କରାଇକିନି ସେଟା କ'ଣ କରେ ନା ଉଦ୍ଭିଦମାନଙ୍କର ବୃଦ୍ଧିରେ ସାହାଯ୍ୟ କରିଥାଏ। ବହୁ ପରିମାଣରେ ମୃତ ଉଦ୍ଭିଦ, ପଶୁପକ୍ଷୀ ତଥା ଏମାନଙ୍କର ମଳମୂତ୍ର ଏବଂ ମାଟିରେ ଜମି ରହିଥିବା ସମସ୍ତ ଜୈବିକ ଅଳିଆର ଅପଘଟନ ଅଣୁଜୀବମାନଙ୍କ ଦ୍ୱାରା ହେବା ଫଳରେ ପରିବେଶ ପ୍ରଦୂଷଣ ମୁକ୍ତ ହୋଇଥାଏ। କ'ଣ କଲା ଯେଉଁ ମୃତ ଉଦ୍ଭିଦ, ପଶୁପକ୍ଷୀ ଏବଂ ଏମାନଙ୍କର ମଳମୂତ୍ର ଏସବୁ ମାଟିରେ ଜମି ରହିଥିବା ସମସ୍ତ ଜୈବିକ ଅଳିଆର ଅପଘଟନ କିଏ କରିଥାନ୍ତି? ଅଣୁଜୀବ ଗୁଡ଼ିକ। ତାଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହୋଇଥାଏ। ଦେଖୁନ ତୁମେ ଗୋଟେ ସାମାନ୍ୟ କଥା, ଆମର ଗୋଟେ ଗାଈ ମରିଗଲା, ତାକୁ ଆମେ ଯଦି ମଶାଣିରେ ପକେଇ ଦେଇ ଆସିବା, କିଛି ଦିନ ପରେ ଏଟା କ'ଣ ହବ ନା ପଚିକିରି ଗନ୍ଧାଏ। ତାପରେ ଆଉ କିଛି ଦିନ ପରେ କ'ଣ ହୁଏ ନା କିଛି ସେଠି ଚିହ୍ନ ବର୍ଣ୍ଣ ନଥାଏ, ତ ସେ ଯାଏ କୁଆଡ଼େ? ତାକୁ ଅଣୁଜୀବ ମାନେ ପ୍ରଥମେ କୁକୁର, ବିଲୁଆ, ଶାଗୁଣା ଖାଇଦିଅନ୍ତି। ତାପରେ ଶେଷ ବେଳକୁ କ'ଣ କରନ୍ତି ନା ଅଣୁଜୀବ ଗୁଡ଼ିକ ତାକୁ ନଷ୍ଟ କରିଦିଅନ୍ତି। ପୋକ ଯୋକ ହୁଅନ୍ତି ଛୋଟ ଛୋଟ, ସବୁ କ'ଣ ଆମର ନାଙ୍ଗୁଳା ପୋକ ଫାଙ୍ଗୁଳା ପୋକ ଯୋଉ କହନ୍ତି, ତ ସେଇ ଟାଇପ୍ର ରାଶିମାନେ ସବୁ ତାକୁ ଖାଇ ଧୀରେ ମାଟିରେ ମିଶାଇ ଦିଅନ୍ତି। କିଛି ଦିନ ପରେ ଦେଖିବ ଯୋଉଠି ସେ ଗାଈ ଗୋଟେ ପକେଇଥିବ ତମେ ସେଠି ଆଉ କିଛି ନଥିବ, ଖାଲି ଝୁରଝୁରା ମାଟି ଭଳିଆ ପଡ଼ିଥିବ। ଏଇଟା କ'ଣ କରେ ନା ସେ ଅଣୁଜୀବ ଗୁଡ଼ିକ ତାକୁ ମାଟିରେ ମିଶାଇ ଦେଲେ, ଯାହାଦ୍ୱାରା କି ପରିବେଶ ପ୍ରଦୂଷଣ ମୁକ୍ତ ହୋଇଥାଏ। ତୁମ ପାଇଁ କାମ 2.4 ଦୁଇଟି କୁଣ୍ଡ ନିଅ ଏବଂ ତାକୁ ଏ ଓ ବି ଚିହ୍ନିତ କର। ଦୁଇଟା କୁଣ୍ଡ ନେବା, ଗୋଟାକର ନାଁ ଏ ଦେବା ଆଉ ଗୋଟାକର ନାଁ ବି ଦେବା। ପ୍ରତ୍ୟେକ କୁଣ୍ଡର ଅଧା ପର୍ଯ୍ୟନ୍ତ ମାଟି ଭରିଦେବା, ଦୁଇଟା କୁଣ୍ଡର ଅଧା ଯାଏଁ ମାଟି ଭରିଦେବା। ଏ ଚିହ୍ନିତ କୁଣ୍ଡରେ ମୃତ ଉଦ୍ଭିଦ, କାଠି, କୁଟା, ଅଳିଆ ଏବଂ କ'ଣ କହିଲା ନା ଯେଉଁ କୁଣ୍ଡରେ ଏ ଲେଖିଥିବ ସେଥିରେ ମୃତ ଉଦ୍ଭିଦ ନେବା, କାଠି, କୁଟା, ଅଳିଆ ନେବା। ଆଉ ଯେଉଁଥିରେ ବି ଲେଖିଥିବା ସେଥିରେ କ'ଣ ନେବା ନା ପଲିଥିନ୍ ଥଳି, ଖାଲି କାଚ ବୋତଲ ବା ପ୍ଲାଷ୍ଟିକ ପକେଇବା। କୁଣ୍ଡ ଦୁଇଟିକୁ ବାହାରେ ରଖିଦେଇଥାଏ, କୁଣ୍ଡକୁ ବାହାରେ ରଖିଦେବା। ଓ ଦୁଇଟି ଯାକ କୁଣ୍ଡରେ 3-4 ସପ୍ତାହ ପରେ କି ପରିବର୍ତ୍ତନ ଦେଖ 3-4 ସପ୍ତାହ ପରେ ଦୁଇଟା କୁଣ୍ଡରେ କ'ଣ ପରିବର୍ତ୍ତନ ହେଉଛି ଦେଖିବା। ଏ ଚିହ୍ନିତ କୁଣ୍ଡରେ ଅଳିଆ ଆବର୍ଜନାର ଅପଘଟନ ହୋଇଥାଏ। ଏ ଚିହ୍ନିତ ମାନେ ଯେଉଁ କୁଣ୍ଡରେ ଏ ଲେଖିଥିବା ତା ଦେହରେ କ'ଣ ହେବ ନା ଅଳିଆ ଆବର୍ଜନାର ଅପଘଟନ ହୋଇଥାଏ, ମାନେ ମାଟିରେ ମିଶି ଯାଇଥାଏ। ଅଣୁଜୀବମାନଙ୍କ ଦ୍ୱାରା ଏହା ସରଳକୁ ଥାଇ ମାଟିରେ ମିଶିଯାଏ। ଏହା ଅନ୍ୟ ଗଛର ବୃଦ୍ଧିରେ ସହାୟକ ହୋଇଥାଏ। ଏଇଟା କ'ଣ ଏଇ କୁଣ୍ଡରେ ଯେଉଁ ଆମେ ପକେଇଲେ ଅଳିଆ ଆବର୍ଜନା, ଏଇଟା କ'ଣ ନା ଅନ୍ୟ ଗଛର ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ବି ଚିହ୍ନିତ କୁଣ୍ଡରେ ଥିବା ପଦାର୍ଥ ଗୁଡ଼ିକୁ ଅଣୁଜୀବ ଅପଘଟନ କରିପାରୁନଥିବାରୁ ଏଥିରେ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ। ଯେଉଁ କୁଣ୍ଡରେ ଆମେ ବି ଲେଖିଛେ ସେଥିରେ ଅଣୁଜୀବ ଗୁଡ଼ିକ ଅପଘଟନ କରିପାରୁନଥିବାରୁ ସେଥିରେ କିଛି ପରିବର୍ତ୍ତନ ଦେଖାଯାଏ ନାହିଁ। ତାପରେ ଆସିଲା ଅପକାରୀ ଅଣୁଜୀବ। ଅଣୁଜୀବ ମାନେ ବିଭିନ୍ନ ଉପାୟରେ ଆମର ଅନେକ ଅନିଷ୍ଟ କରିଥାନ୍ତି। ଅଣୁଜୀବ ମାନେ ବିଭିନ୍ନ ଉପାୟରେ ଅନିଷ୍ଟ କରିଥାନ୍ତି। କେତେକ ଅଣୁଜୀବ ଦ୍ୱାରା ମଣିଷ, ଉଦ୍ଭିଦ, ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ। କେତେକ ଅଣୁଜୀବମାନଙ୍କ ଦ୍ୱାରା ମଣିଷ, ଉଦ୍ଭିଦ, ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ। ଏହି ରୋଗକାରକ ଅଣୁଜୀବମାନଙ୍କୁ ବ୍ୟାଧିଜାତକ କୁହାଯାଏ।
ଏଇ ଯେଉଁ ଗୁଡ଼ିକ ରୋଗ କରିଥାନ୍ତି ତାଙ୍କୁ କ'ଣ କୁହାଯାଏ ନା ବ୍ୟାଧି ଜାତକ କୁହାଯାଏ। କେତେକ ଅଣୁଜୀବ ଖାଦ୍ୟ, ବସ୍ତ୍ର ଆଉ ଚମଡ଼ା ନଷ୍ଟ କରିଥାନ୍ତି। କେତେକ ଅଣୁଜୀବ କ'ଣ କରନ୍ତି? ଖାଦ୍ୟ, ବସ୍ତ୍ର ଆଉ ଚମଡ଼ାକୁ ନଷ୍ଟ କରି ଦିଅନ୍ତି। ଏମାନଙ୍କର ଏହି କ୍ଷତିକାରୀ କାର୍ଯ୍ୟ ସମୟରେ ଅଧିକ କ୍ଷତି ନିମ୍ନରେ ଦିଆଗଲା। ଏଙ୍କର ଯେଉଁ କ୍ଷତିକାରୀ କାର୍ଯ୍ୟ ବିଷୟରେ ନିମ୍ନରେ ଦିଆଗଲେ। ତାପରେ ନେକ୍ସଟ କ୍ଲାସରେ ପଢ଼ିବା ମଣିଷ ଶରୀର ରୋଗ ବା ଏକ ଅଣୁଜୀବ।